ସତରେ ଗଛଟିଏ ମଣିଷ ସହିତ ସମାନ। ତାର ସୁସ୍ୱାଦୁ ଫଳ, ସୁନ୍ଦର ସୁବାସିତ ଫୁଲ ଏ ପ୍ରକୃତିକୁ ସୁନ୍ଦର କରିଥାଏ ଏବଂ ଆମକୁ ମଧ୍ୟ ଜୀବନ ଦେଇଥାଏ। ଆଉ ସେହି ଗଛ ଡାଳରେ ବସା ବାନ୍ଧିଥିବା ପକ୍ଷୀମାନଙ୍କର କିଚିରିମିଚିରି ଶବ୍ଦ ଶୁଣିଲେ ପାଦ ଆଉ ଆଗକୁ ଘୁଞ୍ଚେ ନାହିଁ। ସେହି କାଠିକୁଟାର ବସା ବା ସେହି ଗଛ ଡାଳରେ ସେମାନଙ୍କର କାଠିକୁଟାର ବସା ସେମାନଙ୍କ ପାଇଁ ନିରାପଦ ଆଶ୍ରୟସ୍ଥଳୀଟିଏ ସାଜିଥାଏ। ଆଉ ସେଇ ଗଛର ଡାଳ ସେମାନଙ୍କ ପାଇଁ ସେମାନଙ୍କ ମା'ର କୋଳ ହିଁ ସାଜିଥାଏ। ସତରେ ଏ ଗଛ ଆମକୁ ଜୀବନ ଦେଇଛି। କେତେବେଳେ କ୍ଳାନ୍ତ ଶ୍ରମିକଟିଏ ସେହି ଗଛ ଛାଇରେ ବିଶ୍ରାମ ନେଉଥାଏ ତ କେତେବେଳେ ପଥଚାରୀଟିଏ ମଧ୍ୟ ହାଲିଆ ହୋଇ ଗଛ ଛାଇରେ ଟିକେ ସେହି ଗଛ ତଳେ ଛାଇରେ ଟିକେ ବସିପଡ଼ି ନିଜର ଥକା ମେଣ୍ଟେଇଥାଏ। ସେବିତବ୍ୟ ମହାବୃକ୍ଷ ଫଳଛାୟା ସମନ୍ୱିତ, ସେବିତବ୍ୟ ମହାବୃକ୍ଷ ଫଳଛାୟା ସମନ୍ୱିତ, ଯଦି ଦୈବାତ୍ ଫଳଂ ନାସ୍ତି ଛାୟା କେନ ନିବାର୍ଯ୍ୟତେ। ସେବିତବ୍ୟ ମହାବୃକ୍ଷ ଫଳଛାୟା ସମନ୍ୱିତ, ଯଦି ଦୈବାତ୍ ଫଳଂ ନାସ୍ତି ଛାୟା କେନ ନିବାର୍ଯ୍ୟତେ। ଯଦି ଫଳ ନଥିବ ମଧ୍ୟ ଗଛରେ, ଛାଇ ଟିକିଏ ତ ଆମକୁ ମିଳିପାରିବ। ଆମକୁ ଥକା ମେଣ୍ଟାଇବା ପାଇଁ ସେ ହିଁ ଆମ ମୁଣ୍ଡରେ ମା'ର ହାତ ପରି।